ତୁମେ ଆଜି କାଠ କାଟିବାକୁ ନ ଯାଇ ଏ ଯାଇ ଶୋଇ ରହିଛ? ମୁଁ ଆଜି କାଠ କାଟିବାକୁ ଯିବିନି। ତୁ ତ ଜାଣୁ ମୁଁ କେତେ ପରିଶ୍ରମୀ ପକ୍ଷୀ। ଗୋଟେ ଦିନ ଆରାମ କଲେ କିଛି ହେବନି। ମୁଁ କାଲି କାଠ କାଟିବାକୁ ଯିବି। କାଲି କାଲି କହି କହି ସପ୍ତାହେ ବିତିଲାଣି। ତା ଛଡା ତୁମେ ତ ଏମିତି କହୁଛ ଯେମିତି ମୁଁ କେବେ ପରିଶ୍ରମ କରିନି। ମୋ ପରି ପରିଶ୍ରମୀ ପକ୍ଷୀ ଏ ଜଙ୍ଗଲରେ କେହି ନଥିବେ। ଏବେ ଉଠ, ଆଉ ମୋ ସାଙ୍ଗରେ କାଠ କାଟିବାକୁ ଚାଲ। ଘରେ ଆଉ କିଛି ବି ଖାଇବା ନାହିଁ। ଯଦି ଆଜି ତୁମେ କାଠ କାଟିବାକୁ ନ ଯିବ ଆମେ ଉପାସରେ ରହିବା। ଆଚ୍ଛା ଆଚ୍ଛା ଠିକ ଅଛି, ଚାଲ ଏବେ ଯିବା। ଏମିତି ଦୁଇ କାଉ ପ୍ରତିଦିନ ନିଜ ନିଜର ପ୍ରଶଂସା କରୁଥିଲେ। ହେଲେ ସେମାନେ ଥିଲେ ବହୁତ ଅଳସୁଆ। ସେଦିନ ସେମାନେ କାଠ କାଟିବାକୁ ଗଲେ। ସେମାନେ ଶୁଖିଲା କାଠ ଧରି ଘରକୁ ଫେରୁଥିଲେ। ହଠାତ୍ ସେହି ସମୟରେ ସେମାନେ ଗୋଟେ ଚଢ଼େଇ ଛୁଆକୁ କାନ୍ଦୁଥିବାର ଦେଖି ତା ପାଖକୁ ଗଲେ। ଆରେ ଚଢ଼େଇ ଛୁଆ, କଣ ହେଇଛି ତୋର? ତୁ ଏ ଜଙ୍ଗଲ ଭିତରେ ଏକା ଏକା ଏମିତି କାନ୍ଦୁଛୁ କାହିଁକି? ତୋ ବାପା ମା କୁଆଡେ ଗଲେ? ମୋ ଘର ପାହାଡ ଉପରେ। ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି, ହେଲେ ମୋ ଘରକୁ ଫେରିବାର ରାସ୍ତା ଭୁଲିଗଲି। ମତେ ଟିକେ ସାହାଯ୍ୟ କର। ପାହାଡ ଉପରେ ଥିବା ମୋ ଘରକୁ ନେଇଯାଅ। ପାହାଡ ଉପରେ ତ ଘର? ନା ନା, ଏତେ ଦୂରକୁ ଆମେ ଯାଇପାରିବୁନି। ତୁ ନିଜେ ହିଁ ରାସ୍ତା ଖୋଜି ଖୋଜି ଘରକୁ ଯା। ନା ନା, ଏମିତି କୁହନି। ମୋ ଉପରେ ଟିକେ ଦୟା କର। ମୁଁ ଅନେକ ଜଣଙ୍କୁ ସାହାଯ୍ୟ ମାଗିଲିଣି, ହେଲେ କେହି ବି ମତେ ସାହାଯ୍ୟ କଲେନି। ଆଚ୍ଛା ଆଚ୍ଛା, ଆଉ କାନ୍ଦିନି, ମୋ ସାଙ୍ଗରେ ଆସେ। ଆମେ ତତେ ତ ଘରେ ପହଞ୍ଚେଇ ଦେବୁ। ଆରେ ତୁମେ କଣ କହୁଛ? ଏ ଚଢ଼େଇ ଛୁଆକୁ ଯଦି ଏବେ ସାହାଯ୍ୟ କରିବ, କାଠ ସବୁ କେତେବେଳେ ବିକ୍ରି କରିବ? ଓହୋ, ତୁ ଏସବୁ ପାଇଁ ଚିନ୍ତା କରନି। ତୁ ଖାଲି ଦେଖେ ମୁଁ କଣ କରୁଛି। ମତେ ସବୁ କାଠ ଦେ। ତୁ ଚଢ଼େଇ ଛୁଆକୁ ପିଠିରେ ବସେଇ ମୋ ପଛେ ପଛେ ଆସେ। ଏମିତି କହି କାଉ କାଠ ଧରି ଆଗରେ ଉଡ଼ିଲା। କାଉର ସ୍ତ୍ରୀ ଚଢ଼େଇ ଛୁଆକୁ ଧରି ତାର ପଛେ ପଛେ ଯାଉଥିଲା। କାଉ ମାନେ ନିଜ ଘରେ ପହଞ୍ଚିଲା ପରେ, ଏ କଣ ତମେ ମାନେ ମତେ କୋଉଠିକି ଆଣିଲ? ଏଇଟା ତ ମୋ ଘର ନୁହଁ। ଏଇଟା ଆମ ଘର। ତୋ ଘର ଅନେକ ଦୂର। ଏତେ ଦୂରକୁ ଯିବା ପାଇଁ ଆମ ଦେହରେ ଶକ୍ତି ନାହିଁ। ଆଗ ଆମେ ଖାଇସାରି ଆରାମ କରିବୁ, ତାପରେ ଯାଇ ତତେ ତ ଘରେ ପହଞ୍ଚେଇ ଦେବୁ। ଆଜିଠୁ ଆମ ଖାଇବା ଯୋଗାଡ଼ କରିବା ଦାୟିତ୍ୱ ତୋର। ତୁ ଯଦି ଆମ କଥା ମାନିବୁ, ଆମେ ଖୁବ୍ ଶୀଘ୍ର ତତେ ତ ଘରେ ପହଞ୍ଚେଇ ଦେବୁ। ଠିକ ଅଛି, ମୁଁ ତୁମର ସବୁ କଥା ମାନିବି। କୁହ, ତୁମେ ମାନେ କଣ ଖାଇବ? ଏବେ ହିଁ ପୋଖରୀକୁ ଯା, ଆଉ ଆମ ପାଇଁ କିଛି ମାଛ ଧରି ନେଇଆ। ଆଜି ଆମେ ମାଛ ତରକାରୀ ଖାଇବୁ। ଆଚ୍ଛା ଠିକ ଅଛି, ମୁଁ ଏବେ ଯାଉଛି। ଆରେ ବାଃ, ତୁମର ଏତେ ବୁଦ୍ଧି ବୋଲି ମୁଁ ଆଗରୁ ଜାଣିନଥିଲି। ଚଢ଼େଇ ଛୁଆକୁ ଘରକୁ ନେଇଯିବାର ଆଶା ଦେଇ ତୁମେ ତାକୁ ଆମ ଚାକର କରିଦେଲ। ହଁ, ଆଜିଠୁ ତୁ ଆଉ କିଛି କାମ କରିବୁନି, କେବଳ ବସି ବସି ଆରାମ କରିବୁ। ଏମିତି କାଉମାନେ ଖୁବ୍ ଖୁସି ଥିଲେ। ସେପଟେ ଚଢ଼େଇ ଛୁଆ ପୋଖରୀକୁ ଯାଇ ମାଛ ଧରିଲା। ଅନେକ କଷ୍ଟରେ ମାଛ ଧରିଲା ପରେ ସେ ସେସବୁ କାଉମାନଙ୍କ ପାଖକୁ ଆଣିଦେଲା। ଏଇ ଦେଖ, ମୁଁ ତମମାନଙ୍କ ପାଇଁ ମାଛ ଆଣିଦେଇଛି। ଆଚ୍ଛା ଠିକ ଅଛି, ଏବେ ତୁ ଏସବୁ ନେଇ ରୋଷେଇ ଘରକୁ ଯା, ମାଛ ଭାଜିବୁ। ଶୁଣୁ, ଖାଲି ମାଛ ଭାଜିବୁନି, ଭାତ ତରକାରୀ ବି କରି ଆଣିବୁ। ଆଚ୍ଛା, ମୁଁ ଏବେ ରୋଷେଇ କରିଦେଉଛି। ଏମିତି କହି ସେ ଚଢ଼େଇ ଛୁଆ ରୋଷେଇ ଘରକୁ ଗଲା, ଆଉ ମାଛ ଭାଜିଲା। ସେ ସବୁ କିଛି ରାନ୍ଧି ସାରିଲା ପରେ କାଉମାନଙ୍କୁ ଆଣିଦେଲା। ଏଇ ନିଅ, ମୁଁ ତମମାନଙ୍କ ମନ ପସନ୍ଦର ସବୁ କିଛି ରୋଷେଇ କରିଦେଇଛି। ଭଲ କରିଛୁ। ଏବେ ତୁ ଯା, ଆମ ଘର ସଫା କରିବୁ। ଘର କୋଣରେ ବହୁତ ମଇଳା ପଡ଼ିଛି। ମୁଁ ଆଜି ସକାଳୁ କାମ କରୁଛି, ମତେ ଭାରି ଭୋକ ଲାଗିଲାଣି। ମତେ ବି କିଛି ମାଛ ଭଜା ଖାଇବାକୁ ଦିଅ। କଣ ହେଲା, ତୁ ଆମ ଖାଇବା ଉପରେ ନଜର ପକାଉଛୁ? ଯା, ଆଗ ଆମ ଘର ସଫା କରିବୁ, ତାପରେ ଯାଇ ତତେ ଖାଇବା ମିଳିବ। ଠିକ ଅଛି, ମୁଁ ଏବେ ତୁମ ଘର ସଫା କରିଦେଉଛି। ସେଦିନ ପରଠାରୁ କାଉମାନେ ଛୋଟ ଚଢ଼େଇ ଛୁଆକୁ ତାଙ୍କ ଘରର ସବୁ କାମ କରାଉଥିଲେ। ତା ବଦଳରେ ତାକୁ ବହୁତ କମ୍ ଖାଇବାକୁ ଦେଉଥିଲେ। ଧୀରେ ଧୀରେ ଚଢ଼େଇ ଛୁଆ ଦୁର୍ବଳ ହେଇଗଲା। ଏମିତି ଗୋଟେ ଦିନ, କାମ କରିବାକୁ ବି ମୋ ପାଖରେ ଆଉ ଶକ୍ତି ନାହିଁ। ମତେ ଭାରି ଦୁର୍ବଳ ଲାଗୁଛି।
ଦୟାକରି ଏବେ ମତେ ମୋ ଘରେ ପହଞ୍ଚେଇ ଦିଅ। ଏବେ ତୁ ଆମର ଆଉ କିଛି କାମରେ ଆସିବୁନି। ତୁ ଏବେ ଆମ ଘରୁ ବାହାରି ଯା। ଆମେ ତତେ ଆମ କାମ ପାଇଁ ରଖିଥିଲୁ। ଏବେ ତୋର ଆଉ କାମ କରିବାକୁ ଶକ୍ତି ନାହିଁ। ତୋର ଚିକିତ୍ସା ବି ଆମେ କରିପାରିବୁନି। ସେଥିରେ ଆମର ଅନେକ ଟଙ୍କା ଖର୍ଚ୍ଚ ହେବ। ଯା ଯା, ଏବେ ତୁ ଆମ ଘରୁ ବାହାରି ଯା। ତମେ ମାନେ ମତେ ମିଛ କହି ତମ ଘରର ସବୁ କାମ କରିବାକୁ ରଖିଥିଲ। ଏତେ ଦିନ ଧରି ମୁଁ ତୁମର ସବୁ କାମ କଲି, ତା ବଦଳରେ ତମେ ମାନେ ମୋ ସହ ଏମିତି କରୁଛ? ତମେ ମାନେ ବହୁତ ମିଛୁଆ ପକ୍ଷୀ। ତମ ମାନଙ୍କର କେବେ ଭଲ ହେବନି। କଣ ହେଲା? ତୁ ଆମକୁ ମିଛୁଆ କହୁଛୁ? ଯା, ଏବେ ହିଁ ଆମ ଘରୁ ବାହାରି ଯା, ନହେଲେ ଆମେ ଧକ୍କା ଦେଇ ତତେ ଘରୁ ବାହାର କରିଦେବୁ। ଏସବୁ ଶୁଣି ମନ ଦୁଃଖରେ ଚଢ଼େଇ ଛୁଆ କାଉ ଘରୁ ବାହାରି ଗଲା। ନ ଖାଇ ନ ପିଇ ସେ ଭାରି ଦୁର୍ବଳ ହେଇଯାଇଥିଲା। ହଠାତ୍ ତାର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ପଡ଼ିଗଲା। ଆରେ ଆରେ, ସେ ଛୁଆଟିର କଣ ହେଲା? ଚାଲିଲୁ ମା, ଟିକେ ଦେଖି ଆସିବା। ଆରେ ମା, ଏଇ ଛୁଆଟି ତ ବେହୋସ ହେଇଯାଇଛି। ତୁ ତା ପାଖରେ ଥା, ମୁଁ ଏବେ ପାଣି ନେଇ ଆସୁଛି। ଏମିତି କହି ମା ଚଢ଼େଇ ଶୀଘ୍ର ପାଣି ଆଣିଲା ଆଉ ଚଢ଼େଇ ଛୁଆ ମୁହଁରେ ଢାଳିଲା। ଚଢ଼େଇ ଛୁଆର ହୋସ ଆସିବା ପରେ, ତୁ ଠିକ ଅଛୁ ତ ଝିଅ? ତୁ ଏ ଜଙ୍ଗଲରେ ଏକା ଏକା ବୁଲୁଥିଲୁ କାହିଁକି? ହଁ, ମୁଁ ଠିକ ଅଛି। ତୁ ଆମକୁ ଭୟ କରନି ଛୋଟ ଝିଅ। ତତେ କିଛି ସାହାଯ୍ୟ ଦରକାର କି? ଆମକୁ କହ, ଆମେ ତତେ ନିଶ୍ଚୟ ସାହାଯ୍ୟ କରିବୁ। ଥରେ ମୁଁ ଏ ଜଙ୍ଗଲର କାଉ ମାନଙ୍କୁ ସାହାଯ୍ୟ ମାଗିଥିଲି, ହେଲେ ସେମାନେ ମୋ ସହ ବିଶ୍ୱାସଘାତ କଲେ। ମୁଁ କେମିତି ତୁମକୁ ସାହାଯ୍ୟ ମାଗିବି? କାଉ ମାନେ ବହୁତ ଦୁଷ୍ଟ। ସେମାନେ କାହାକୁ ବି ସାହାଯ୍ୟ କରନ୍ତିନି। ମୋ ଉପରେ ଭରସା ରଖ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି ଶୁଣି ଛୋଟ ଚଢ଼େଇ ଛୁଆ ମା ଚଢ଼େଇକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି ଛୋଟ ଝିଅ, ମୁଁ ତତେ ନିଶ୍ଚୟ ତ ଘରେ ପହଞ୍ଚେଇ ଦେବି। ମା କୁନି, ତୁ କିଛି ସମୟ ପାଇଁ ମୟୂର ଆଣ୍ଟିଙ୍କ ଘରେ ଥା। ମୁଁ ଚଢ଼େଇ ଛୁଆକୁ ଛାଡ଼ି ଶୀଘ୍ର ଘରକୁ ଫେରି ଆସିବି। ଆଚ୍ଛା, ଠିକ ଅଛି ମା। ତାପରେ ମା ଚଢ଼େଇ ସେ ଛୋଟ ଛୁଆକୁ ନିଜ ପିଠିରେ ବସେଇ ପାହାଡ଼ ଉପରକୁ ଗଲା। କିଛି ସମୟ ଖୋଜିଲା ପରେ ସେ ଗୋଟେ ବଡ଼ ରାଜପ୍ରାସାଦ ଦେଖିଲା। ଏଇ ତ ଆଗରେ ମୋ ଘର, ସେ ଘରକୁ ମତେ ନେଇ ଚାଲ। ମା ଚଢ଼େଇ ସେ ଛୁଆକୁ ନେଇ ରାଜପ୍ରାସାଦ ପାଖକୁ ଗଲା। ଯେମିତି ଚଢ଼େଇ ଛୁଆ ରାଜପ୍ରାସାଦ ପାଖକୁ ଗଲା, ସେ ଏକ ପରି ପାଲଟି ଗଲା। ତୁମେ କିଏ? ଆଉ ସେ ଛୋଟ ଚଢ଼େଇ ଛୁଆଟି କୁଆଡେ ଗଲା? ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ତୋ ପାଇଁ ମୁଁ ଆଜି ମୋ ଘରକୁ ଫେରି ପାରିଲି। ମୁଁ ସେଇ ଚଢ଼େଇ ଛୁଆ। ପ୍ରକୃତରେ ମୁଁ ଜଣେ ପରୀ। ମୁଁ ଥରେ ରୂପ ବଦଳେଇ ତୁମ ଜଙ୍ଗଲକୁ ବୁଲିବା ପାଇଁ ଯାଇଥିଲି, କିନ୍ତୁ ସେଠି ପହଞ୍ଚିଲା ପରେ ମୋ ଯାଦୁ ଶକ୍ତି କମିଗଲା। ଘରକୁ ଫେରିବାର ରାସ୍ତା ମୋର ମନେ ନଥିଲା। ମୁଁ ଯାହାକୁ ବି ମୋ ପରୀ ହେବା କଥା କହୁଥିଲି, ସେ ମୋ କଥାକୁ ବିଶ୍ୱାସ କରୁନଥିଲା। ଘରକୁ ଫେରିଲା ପରେ ହୁଏତ ମୋ ଯାଦୁ ଶକ୍ତି ଫେରି ପାଇବି, ସେଇ ଆଶାରେ ମୁଁ ସମସ୍ତଙ୍କୁ ସାହାଯ୍ୟ ମାଗୁଥିଲି। ତୁମକୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି ପରୀ। ଏବେ ମୁଁ ମୋ ଘରକୁ ଯାଏ, ମୋ ଝିଅ ମତେ ଅପେକ୍ଷା କରିଥିବ। ରହ ଚଢ଼େଇ, ତୁ ମୋର ବହୁତ ବଡ଼ ଉପକାର କରିଛୁ। ମୁଁ ତତେ ଖାଲି ହାତରେ କେମିତି ଯିବାକୁ ଦେବି? ଏଇ ସୁନା ମୂର୍ତ୍ତିକୁ ନେ। ଏଇ ମୂର୍ତ୍ତିକୁ ବିକ୍ରି କରି ତୁ ଖୁସିରେ ରହିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ଚଢ଼େଇ ସୁନା ମୂର୍ତ୍ତି ଧରି ଘରକୁ ଫେରିଲା। ତାକୁ ଦୂରରୁ କାଉର ସ୍ତ୍ରୀ ଦେଖୁଥିଲା। ସେ ଚଢ଼େଇ ପାଖକୁ ଗଲା ଆଉ ସୁନା ମୂର୍ତ୍ତି କୋଉଠୁ ପାଇଲା ପଚାରିଲା। କାଉ ଭଉଣୀ, ତୁମେ ଯୋଉ ଚଢ଼େଇ ଛୁଆକୁ ସାହାଯ୍ୟ କରିନଥିଲ, ମୁଁ ସେଇ ଚଢ଼େଇ ଛୁଆକୁ ସାହାଯ୍ୟ କରି ଏଇ ସୁନା ମୂର୍ତ୍ତି ପାଇଛି। ଚଢ଼େଇ ପାଖରୁ ସବୁ ଶୁଣି କାଉର ସ୍ତ୍ରୀ ନିଜ ଘରକୁ ଫେରି ଆସିଲା ଆଉ ତାର ସ୍ୱାମୀକୁ ସବୁ ଘଟଣା କହିଲା। ଆରେ ଆରେ, ଆମେ ସେ ଚଢ଼େଇ ଛୁଆକୁ ସାହାଯ୍ୟ ନ କରି କେତେ ବଡ଼ ଭୁଲ କରିଦେଲେ। ଆମେ ଯଦି ତାକୁ ସାହାଯ୍ୟ କରିଥାନ୍ତେ, ଆମେ ସେ ସୁନା ମୂର୍ତ୍ତି ପାଇଥାନ୍ତେ। ସବୁ ହେଇଛି ସେ ଚଢ଼େଇ ପାଇଁ। ସେ ଯଦି ପରୀକୁ ସାହାଯ୍ୟ କରିନଥାନ୍ତା, ପରୀ ଆମ ପାଖକୁ ପୁଣି ଫେରି ଆସିଥାନ୍ତା। ମୁଁ ସେ ଚଢ଼େଇକୁ ଛାଡ଼ିବିନି। ଆଜି ରାତି ହିଁ ତାକୁ ଉଚିତ ଶିକ୍ଷା ଦେବି। ଏମିତି ଦୁଇ କାଉ ଯୋଜନା ବନେଇଲେ। ସେମାନେ ରାତି ହେବା ପରେ ଚଢ଼େଇର ଘରକୁ ଗଲେ ଆଉ ଚଢ଼େଇର ଘର ବାହାରେ କିଛି କଣ୍ଟା ପକେଇଦେଲେ। କଣ୍ଟା ସବୁ ଏମିତି ଥାଉ, ସକାଳେ ଯେତେବେଳେ ଚଢ଼େଇ ଘରୁ ବାହାରିବ, ଏଇ କଣ୍ଟାରେ ପଡ଼ି ଛଟପଟ ହେବ।
ତାକୁ କଷ୍ଟରେ ଦେଖିଲେ ମତେ ବହୁତ ଭଲ ଲାଗିବ। ଏବେ ଚାଲ ଘରକୁ ଯିବା। ଯେମିତି ଦୁଇ କାଉ ନିଜ ଘରକୁ ବାହାରିଲେ ସେମାନେ ଦେଖିଲେ କିଛି କଙ୍କଡା ତାଙ୍କୁ କାମୁଡିବା ପାଇଁ ତାଙ୍କ ପାଖକୁ ଆସୁଛନ୍ତି। ଭୟରେ ଦୁଇ କାଉ ପଛକୁ ବୁଲି ଦୌଡ଼ିବାକୁ ଚେଷ୍ଟା କଲେ। ସେମାନେ ସେଇ କଣ୍ଟାରେ ପଡ଼ିଗଲେ ଯୋଉ କଣ୍ଟା ଚଢ଼େଇ ପାଇଁ ବିଛେଇଥିଲେ। ଆରେ ମରିଗଲୁ ରେ, କଣ୍ଟା ସବୁ ଦେହରେ ଫୋଡ଼ି ହେଇଗଲା। ବଞ୍ଚାଅ ବଞ୍ଚାଅ, କେହି ଆମକୁ ବଞ୍ଚାଅ। କାଉ ମାନଙ୍କ ଚିତ୍କାର ଶୁଣି ଚଢ଼େଇ ଘରୁ ବାହାରି ଆସିଲା। ଆରେ ମୋ ଘର ବାହାରେ ଏମିତି କଣ୍ଟା କିଏ ବିଛେଇଛି? ତମେ ମାନେ ଟିକେ ଅପେକ୍ଷା କର, ମୁଁ ଏବେ ଝରକା ପଟୁ ବାହାରୁଛି। ଚଢ଼େଇ ଝରକା ପଟୁ ବାହାରି କାଉ ମାନଙ୍କୁ ସେ କଣ୍ଟାରୁ ମୁକ୍ତ କଲା। ତମେ ମାନେ ଏତେ ରାତିରେ ମୋ ଘରକୁ କାହିଁକି ଆସିଥିଲ? ଆଉ ତମ ମାନଙ୍କର ଏମିତି ଅବସ୍ଥା କେମିତି ହେଲା? ଦୁଇ କାଉ କାନ୍ଦି କାନ୍ଦି ଚଢ଼େଇକୁ ସବୁ କଥା କହିଲେ। ଦେଖିଲ ତ, ଅନ୍ୟର କ୍ଷତି କରିବାକୁ ଗଲେ କେମିତି ନିଜର କ୍ଷତି ହୁଏ। ଏମିତି ଭୁଲ ଆଉ କେବେ କରିବନି। ଏବେ ନିଜ ଘରକୁ ଯାଅ। ତୁ ଠିକ କହିଲୁ ଚଢ଼େଇ, ମୁଁ ରାଗରେ ଅନ୍ଧ ହେଇଯାଇଥିଲି। ତୁ ଆମକୁ କ୍ଷମା କରିଦେ, ଆମେ ଆଉ କାହାର ବି କ୍ଷତି କରିବୁନି। ଏଥର ଆମେ ପରିଶ୍ରମ କରି ଟଙ୍କା ରୋଜଗାର କରିବୁ।